ରାଉରକେଲାରେ ଚାଲିଛି ଇଡିର ଚଢ଼ାଉ, ଯାହାକି ରାଉରକେଲା ଅଞ୍ଚଳର ଜଣେ ଜଣାଶୁଣା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମ୍ବୱାଲାଙ୍କ ବିଶ୍ରା ଡାହାର ଛକ ନିକଟରେ ଥିବା କାର୍ଯ୍ୟାଳୟରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିସହିତ ତାଙ୍କ ବାସଭବନ ଓ ବ୍ୟବସାୟିକ ଗୁଦାମ ଘରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ମିଳିଛି। ତେବେ ଆଜି ସକାଳ 8ଟାରୁ ଏହି ରେଡ୍ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଓ ରାଞ୍ଚିରୁ 20 ଜଣିଆ ଇଡିର 2ଟି ଟିମ୍ ଏହି ରେଡ୍ରେ ସାମିଲ ରହିଛନ୍ତି। ସେପଟେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ଏହି ବ୍ୟକ୍ତିଙ୍କ ଅନେକ ଟ୍ରେଡିଂ ବ୍ୟବସାୟ ମଧ୍ୟ ରହିଛି। ତେବେ ଟିକସ ଫାଙ୍କିବା କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଥିବା ଅନୁମାନ କରାଯାଉଛି। ରାଉରକେଲାରୁ ଚନ୍ଦନ ସାମନ୍ତ ସିଂହାରଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।